ଗପଟିର ନାମ ବୁଦ୍ଧି ଯାହାର ବଳ ତାହାର। ଦିନେ ଗୋଟିଏ ସୁନ୍ଦର କୁକୁଡ଼ା ଚରୁଥିଲା ବେଳେ ବିଲୁଆଟି ପଛଆଡ଼ୁ ଆସି ତାର ତଣ୍ଟିକୁ ମାଡ଼ି ବସି ନେଇଗଲା। କୁକୁଡ଼ାଟି ରକ୍ଷା ପାଇବା ପାଇଁ ଏକ ଉପାୟ ପାଞ୍ଚି କହିଲା, ବିଲୁଆ ଭାଇ, ମୁଁ ଯଦି ତୁମ ଜାଗାରେ ଥାଆନ୍ତି, ମୋ ପରି ଏକ ସୁନ୍ଦର କୁକୁଡ଼ା ନେଇକି ଯାଉଥାନ୍ତି, ତେବେ ତୁମ ଭଳି ମୁଁ ଚୁପ୍ ରହିନଥାନ୍ତି, ମୁଁ ଆନନ୍ଦରେ ଗୀତ ଗାଉଥାନ୍ତି। ଏହା ଶୁଣି ବିଲୁଆଟି କୁକୁଡ଼ାଟିର ଚାଲାଖି ବୁଝିପାରିଲା ନାହିଁ। ସେ ସଙ୍ଗେ ସଙ୍ଗେ ଗୀତ ଗାଇବାକୁ ଆରମ୍ଭ କଲା, ଯେମିତି ତାର ଆଁ ଫିଟିଛି। କୁକୁଡ଼ାଟି ଚମ୍ପଟ ମାରିଲା। ବିଲୁଆଟି ବିଚରା ଗୀତ ବୋଲିବା ବନ୍ଦ କରି କାନମୁଣ୍ଡ ଆଉଁସି ରହିଲା। ବିପଦ ବେଳେ ବୁଦ୍ଧି ବାହାର ନ କଲେ ସହଜେ ରକ୍ଷା ମିଳେ ନାହିଁ।